ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଉ ମଞ୍ଚ ଉପରେ ଛିଡ଼ା ହୋଇପାରିବେ ନାହିଁ ପୀୟୁଷ। କୋର୍ଟଙ୍କ ନୋଟିସ୍ ପରେ ଏହି ଚର୍ଚ୍ଚା ହୋଇଥିଲା, କିନ୍ତୁ ଅଭିନେତା କହିଥିଲେ କୋର୍ଟଙ୍କ ନୋଟିସ୍ ତାଙ୍କୁ ମିଳିନାହିଁ। ଆଉ ସେ ଗୁରୁବାର କଟକ ଡାଙ୍ଗିରି ମଞ୍ଚରେ ଚଢ଼ି ଅଭିନୟ ବି ମଧ୍ୟ କରିଥିଲେ। ଏବେ ପୀୟୁଷଙ୍କ ପାଇଁ ଦୁଃଖ ଖବର ଆସିଛି, ତାଙ୍କୁ ମିଳିଛି କୋର୍ଟଙ୍କ ନୋଟିସ୍। କୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା କରିବେ ନାହିଁ ବୋଲି ସେ କହିଥିଲେ। ଏବେ ସେ କୋର୍ଟଙ୍କ ନୋଟିସ୍ ପାଇଥିବା ବେଳେ ଅଭିନୟ କରିବେ କି ନାହିଁ ତା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାତ୍ରା ସିଂହ ବାହିନୀ ତୁମ ବଜରଙ୍ଗୀରେ ପୀୟୁଷ ଅଭିନୟ କରିଛନ୍ତି। ଏହି ନାଟକଟି ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ପୀୟୁଷଙ୍କ ଅଭିନୟକୁ ନେଇ ସସ୍ପେନ୍ସ ବଢ଼ିଛି। ସୂର୍ଯ୍ୟ ମନ୍ଦିର ମାଲିକ ତାଙ୍କ ବିରୁଦ୍ଧରେ କୋର୍ଟକୁ ଯାଇଥିଲେ, ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ କରିଥିଲେ। ଏନେଇ ପୀୟୁଷ ତ୍ରିପାଠୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି। ପ୍ରାୟ ଗୋଟିଏ ବର୍ଷ ବିରତି ନେଇ 2026 ଜାନୁଆରୀରେ ଯାତ୍ରା ରାଣୀ ସିଂହବାହିନୀ ପାର୍ଟି ମଧ୍ୟରେ ମଞ୍ଚକୁ ଫେରିଥିଲେ ହାଇଦର ଷ୍ଟୋର ପୀୟୁଷ। ହେଲେ ଏବେ ତାଙ୍କ ଆଗରେ ଆଉ ଏକ ଚ୍ୟାଲେଞ୍ଜ ଆସିଛି। ମାମଲା କୋର୍ଟରେ ଥିବା ବେଳେ ତାଙ୍କୁ ଏବେ ନୋଟିସ୍ ମଧ୍ୟ ମିଳିସାରିଛି। ଯଦି ପୀୟୁଷ ଅଭିନୟ ନ କରନ୍ତି ତେବେ ସିଂହବାହିନୀ କ୍ଷତି ସହିବାର ମଧ୍ୟ ଆଶଙ୍କା ରହିଛି। କୋର୍ଟରେ ଜାନୁଆରୀ 12 ଆଗାମୀ ଶୁଣାଣି ହେବାକୁ ଥିବା ବେଳେ ପୀୟୁଷ ତ୍ରିପାଠୀ ଅଭିନୟ ଜାରି ରଖିଥିବାର ସ୍ଥିତି କିଛି ଅଲଗା ହେବା ତା ସ୍ପଷ୍ଟ ହୋଇଛି।